ଅବପାତ ପ୍ରଭାବରେ ପ୍ରବଳ ବର୍ଷାର ସମ୍ଭାବନା। ଜିଲ୍ଲାପାଳମାନଙ୍କୁ ସତର୍କ କରାଇଲେ ଏସ୍ଆର୍ସି। ବଢ଼ିପାରେ ନଦୀର ଜଳ ପତନ। ତ ଚାଲ ଦେଖିନେବା ସମ୍ପୂର୍ଣ୍ଣ ଅପଡେଟଟି କ'ଣ ରହିଛି। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବର୍ତ୍ତମାନ ଗଭୀର ଅବପାତ ଅବସ୍ଥାରେ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ରହିଛି, ଯାହାର ପ୍ରଭାବରେ ରାଜ୍ୟର କିଛି କିଛି ସ୍ଥାନରେ ବର୍ଷା ଲାଗି ରହିଛି। ବର୍ତ୍ତମାନ ଗଭୀର ଅବପାତର ତୀବ୍ରତା ହ୍ରାସ ପାଇବା ସହ ଏହା ଧୀରେ ଧୀରେ ଦୁର୍ବଳ ହୋଇ ଝାଡ଼ଖଣ୍ଡ ଓ ଉତ୍ତର ଛତିଶଗଡ଼ ମୁହାଁ ହେଉଛି। ଏହା ପ୍ରଭାବରେ ଆଜି ରାଜ୍ୟର କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର। ଅନ୍ୟପଟେ କାଲି ସକାଳ 8ଟା ପର୍ଯ୍ୟନ୍ତ ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାର କିଛି କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ଏହି ଦୁଇଟି ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜାରି କରିଛି। ଚାଲନ୍ତୁ ଦେଖିବା ପରବର୍ତ୍ତୀ ଅପଡେଟ୍ କ'ଣ ରହିଛି। ବନ୍ଦ ହେଲା ହୀରାକୁଦର ଆଉ 4ଟି ଗେଟ୍। ତ ଚାଲନ୍ତୁ ଦେଖିନେବା ସମ୍ପୂର୍ଣ୍ଣ ଅପଡେଟଟି କ'ଣ ରହିଛି। ହୀରାକୁଦ ଡ୍ୟାମ୍ର ଆଉ 4ଟି ଗେଟ୍ ବନ୍ଦ ହୋଇଗଲା। ଏବେ 10ଟି ଗେଟ୍ ଦେଇ ଚାଲିଛି ଜଳ ନିଷ୍କାସନ। ରାଜ୍ୟରେ 2-3 ଦିନ ହେବ ବର୍ଷା ଲାଗି ରହିଛି। ଆଜିଠାରୁ ବର୍ଷାର ପରିମାଣ ବଢ଼ିପାରେ। 16 ଯାଏଁ ପ୍ରବଳ ବର୍ଷା ହୋଇପାରେ। ଛତିଶଗଡ଼ରେ ବି ଲଗାଣ ବର୍ଷା ହେବାର ଆଶଙ୍କା ରହିଛି। ସମ୍ଭାବ୍ୟ ଲଘୁଚାପରୁ ଅବପାତ ସୃଷ୍ଟି ହୋଇଥିବାରୁ ସମ୍ଭାବନା ପ୍ରବଳ ବର୍ଷା ଲାଗି ରହିଛି। ଯଦି ବର୍ଷା ଲାଗି ରୁହେ ତେବେ ମହାନଦୀ ପୁଣି ଖୋଲିପାରେ, ଯାହାଫଳରେ ପୁଣି ଗେଟ୍ ଖୋଲିବାର ସମ୍ଭାବନା ରହୁଛି। ଚାଲନ୍ତୁ ଦେଖିବା ପରବର୍ତ୍ତୀ ଅପଡେଟ୍ କ'ଣ ରହିଛି। ରାଜ୍ୟରେ ବଢ଼ୁଛି ସ୍କ୍ରବ୍ ଟାଇଫସ୍ ସଂକ୍ରମଣର ଚିନ୍ତା। ତ ଚାଲନ୍ତୁ ଦେଖିନେବା ସମ୍ପୂର୍ଣ୍ଣ ଅପଡେଟଟି କ'ଣ ରହିଛି। ମ୍ୟାଲେରିଆ ଡେଙ୍ଗୁ ପରେ ଏବେ ରାଜ୍ୟରେ ଚିନ୍ତା ବଢ଼ାଇଛି ସ୍କ୍ରବ୍ ଟାଇଫସ୍। ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମୌସୁମୀ ଋତୁରେ ସ୍କ୍ରବ୍ ଟାଇଫସ୍ ଡରାଇବାକୁ ଆରମ୍ଭ କରିଲାଣି। ବର୍ତ୍ତମାନ ସୁଦ୍ଧା ବରଗଡ଼, ଜଗତସିଂହପୁର, ମୟୂରଭଞ୍ଜ ଭଳି ଜିଲ୍ଲାରେ ବହୁ ସଂଖ୍ୟାରେ ଆକ୍ରାନ୍ତର ଚିହ୍ନଟ ହୋଇଛନ୍ତି। ଏଥିରେ ଏକାଧିକ ମୃତ୍ୟୁ ହୋଇଥିବାର ଅଭିଯୋଗ ମଧ୍ୟ ରହୁଛି। ଗତ ବର୍ଷ ରାଜ୍ୟରେ ସ୍କ୍ରବ୍ ଟାଇଫସ୍ ବ୍ୟାପିବା ପରେ ଏକ କେନ୍ଦ୍ରୀୟ ଦଳ ଓଡ଼ିଶା ପରିଦର୍ଶନ କରିଥିଲେ। ଏହି ଦଳ ରାଜ୍ୟର 3ଟି ଜିଲ୍ଲାକୁ ଗସ୍ତ କରି ଯେଉଁ ପ୍ରାଥମିକ ରିପୋର୍ଟ ଦେଇଥିଲେ ତାହା ବେଶ୍ ଚିନ୍ତାଜନକ ରହିଥିଲା। ବାହାରେ ମଳତ୍ୟାଗ, ଘାସରେ ଶୋଇବା ଓ ବସିବା, ଖାଲି ପାଦରେ ଯିବା ଆସିବା ଆଦି ସ୍କ୍ରବ୍ ଟାଇଫସ୍ ସଂକ୍ରମଣ ପଛର ବଡ଼ କାରଣ ବୋଲି ଦର୍ଶାଇଥିଲେ କେନ୍ଦ୍ରୀୟ ଟିମ୍। ଏହାସହ ମୌସୁମୀ ଋତୁ ପୂର୍ବରୁ ବ୍ୟାପକ ସଚେତନତା ସୃଷ୍ଟି, ଅନେକ ଆକ୍ରାନ୍ତଙ୍କ ବିଳମ୍ବରେ ଟେଷ୍ଟିଂ ଓ ଚିକିତ୍ସା ମଧ୍ୟ ରୋଗର ସଙ୍ଗୀନ ସ୍ଥିତି ପାଇଁ ଦାୟୀ ବୋଲି କୁହାଯାଇଥିଲା। ଗୁରୁତର ଆକ୍ରାନ୍ତଙ୍କ ରାଫେଲାର ସହିତ ଆଇସିୟୁ ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ମଧ୍ୟ ଜୋର ଦିଆଯାଇଥିଲା। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ 3 ଜଣ ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଯେଉଁ ମୃତ୍ୟୁ ଅଭିଯୋଗ ହୋଇଛି ତାହାର ଯାଞ୍ଚ ଚାଲିଛି। ଗତ ବର୍ଷ ସ୍କ୍ରବ୍ ଟାଇଫସ୍ରେ ଆକ୍ରାନ୍ତ କିଛି ବ୍ୟକ୍ତିଙ୍କ ପୁନର୍ବାର ନମୁନା ପରୀକ୍ଷା କରାଯିବା ପରେ ତାହା ନେଗେଟିଭ୍ ରହିଥିଲା। ତେଣୁ ଯେଉଁ ବ୍ୟକ୍ତି ସ୍କ୍ରବ୍ ଟାଇଫସ୍ରେ ଆକ୍ରାନ୍ତ ଜଣାପଡ଼ିବେ ତାଙ୍କର ପୁନର୍ବାର ନମୁନା ପରୀକ୍ଷା ପାଇଁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି। ତ ଚାଲନ୍ତୁ ଦେଖିବା ପରବର୍ତ୍ତୀ ଅପଡେଟ୍ କ'ଣ ରହିଛି। ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା, 1 ଟଙ୍କା ଖାତାକୁ ନ ଆସିଥିଲେ କରିବେ କ'ଣ? ତ ଚାଲନ୍ତୁ ଦେଖିନେବା ସମ୍ପୂର୍ଣ୍ଣ ଅପଡେଟଟି କ'ଣ ରହିଛି। ସୁଭଦ୍ରା ଯୋଜନାକୁ ନେଇ ପୁଣି ଏକ ବଡ଼ ଅପଡେଟ୍ ସାମ୍ନାକୁ ଆସୁଛି। ବଡ଼ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଅଧିକାଂଶ ମହିଳାଙ୍କ ଆକାଉଣ୍ଟକୁ ଟଙ୍କାଟିଏ ଯାଇଥିବା ବେଳେ ଅନେକ ଏହି ଟଙ୍କା ପାଇନାହାନ୍ତି, ଯାହାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା। ଏ ବାବଦରେ ସ୍ପଷ୍ଟ ସୂଚନା ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସବୁ ହିତାଧିକାରୀଙ୍କୁ ପ୍ରଥମ କିସ୍ତି 17 ତାରିଖରେ ଦିଆଯିବ। ଯେଉଁମାନଙ୍କ ଆକାଉଣ୍ଟକୁ ଟଙ୍କାଟେ ଯାଇନି ସେମାନେ ବ୍ୟସ୍ତ ହେବାର ନାହିଁ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ। 17 ତାରିଖ ପରେ ଯାଞ୍ଚ କରି ଟଙ୍କା ପଠାଯିବ। ସୁଭଦ୍ରା ଯୋଜନାରୁ କେହି ବଞ୍ଚିତ ହେବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ପ୍ରଭାତୀ ପରିଡ଼ା। ଆଉ 17 ତାରିଖରେ ଆସିବ ପୁରା ଟଙ୍କା। ସୁଭଦ୍ରା ହିତାଧିକାରୀଙ୍କ ଖୁସି କହିଲେ ନ ସରେ, କାରଣ ଟେଷ୍ଟିଂ ପାଇଁ ଆକାଉଣ୍ଟକୁ ଟଙ୍କାଟି ଆସିବା ପରେ ପୁରା ଟଙ୍କା ଆସିବାର ପକ୍କା ହୋଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ମହିଳାଙ୍କ ଆକାଉଣ୍ଟରେ ଏହିଭଳି ଟଙ୍କାଟିଏ ଜମା ହୋଇଛି। ନିଜ ଜନ୍ମଦିନରେ ପ୍ରଧାନମନ୍ତ୍ରୀ ସୁଭଦ୍ରା ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ଭେଟିଦେବେ, ଏଥିପାଇଁ ଜନତା ମଇଦାନରେ ବିଶାଳ ସମାବେଶରେ ଆୟୋଜନ କରାଯାଇଛି। ପୂର୍ବ ବିଜେଡି ସରକାରର ମିଶନ ଶକ୍ତି କାର୍ଯ୍ୟକ୍ରମକୁ ଫିକା କରି ସୁଭଦ୍ରା ଯୋଜନାକୁ ଆଗରେ ରଖିବା ପାଇଁ ବଡ଼ ଯୋଜନା କରିଛି ବିଜେପି ସରକାର। ଯେଉଁମାନେ ସୁଭଦ୍ରା ଯୋଜନାରେ ସାମିଲ ହେବା ପାଇଁ ପଞ୍ଜୀକରଣ କରିଛନ୍ତି ସେମାନଙ୍କ ଆବେଦନ ଫର୍ମ ଯାଞ୍ଚ ପରେ ହିତାଧିକାରୀ ଚୟନ କରାଯିବ। ଆଉ 17 ତାରିଖରେ ସେମାନଙ୍କୁ ପ୍ରଥମ କିସ୍ତି ଯୋଗାଇ ଦିଆଯିବ। 1 ସପ୍ତାହ ପର୍ଯ୍ୟନ୍ତ ରାଜ୍ୟର ପ୍ରତି ବ୍ଲକ ଓ ପଞ୍ଚାୟତରେ ସୁଭଦ୍ରା ସ୍ୱାଗତ ସପ୍ତାହ ଅନୁଷ୍ଠିତ ହେବ। ବ୍ଲକ ସ୍ତରରେ ସମସ୍ତ ହିତାଧିକାରୀଙ୍କ ସମେତ ଅଙ୍ଗନବାଡ଼ି କର୍ମୀ, ସୁପରଭାଇଜର, ଏସ୍ଏଚ୍ଜି ସଦସ୍ୟା, ଆଶାକର୍ମୀମାନେ ଗାଁ ଗାଁରେ ସଭା କରାଇ ଲୋକମାନଙ୍କୁ ସୁଭଦ୍ରା ଯୋଜନା ସମ୍ବନ୍ଧରେ ସଚେତନ କରାଇବେ। ତ ଚାଲନ୍ତୁ ଦେଖିବା ପରବର୍ତ୍ତୀ ଅପଡେଟ୍ କ'ଣ ରହିଛି। ପିଏମ୍ କିଷାନର 18ତମ କିସ୍ତିକୁ ନେଇ ଆସିଲା ବଡ଼ ଖବର। ତ ଚାଲନ୍ତୁ ଦେଖିନେବା ସମ୍ପୂର୍ଣ୍ଣ ଅପଡେଟଟି କ'ଣ ରହିଛି। ପୂର୍ବରୁ କେନ୍ଦ୍ର ସରକାରଙ୍କ ତରଫରୁ ପିଏମ୍ କିଷାନ ଯୋଜନା ପ୍ରଣୀତ ହୋଇଥିଲା। ଏହି ଯୋଜନା ଅନ୍ତର୍ଗତ କିଷାନ ସମ୍ମାନ ନିଧି ଓ ମନ୍ଧନ ଯୋଜନାରେ ବି ଚାଷୀଙ୍କୁ ସହାୟତା ମିଳିପାରୁଛି। 2019ରୁ ଆରମ୍ଭ ହୋଇଥିବା ସମ୍ମାନ ନିଧି ଯୋଜନାରେ ଗଞ୍ଜାମ ଜିଲ୍ଲାର 22,06,804 ଜଣ ଚାଷୀ ଆବେଦନ କରିଥିବା ବେଳେ 1,50,231 ଜଣ ଚାଷୀ ସହାୟତା ପାଇବାକୁ ଯୋଗ୍ୟ ବିବେଚିତ ହେବା ସହିତ ସହାୟତା ବି ପାଉଛନ୍ତି। ଦିଗପହଣ୍ଡି ବ୍ଲକରେ ସର୍ବାଧିକ 16,462 ଜଣ ଆବେଦନକାରୀ ଆବେଦନ କରିଥିବା ବେଳେ ଛତ୍ରପୁର ବ୍ଲକରେ ସର୍ବନିମ୍ନ 6,621 ଜଣ ଆବେଦନ କରିଛନ୍ତି।
ଏହି ଯୋଜନାରେ ଚାଷୀଙ୍କୁ ବର୍ଷକୁ 3ଟି କିସ୍ତିରେ 200 ଟଙ୍କା ଲେଖାଏଁ 6,000 ଟଙ୍କାର ସହାୟତା ମିଳିବାର ନିୟମ ରହିଛି। କୃଷକ ଓଡ଼ିଶା ପୋର୍ଟାଲରେ ନିଜ ଜମି ରେଜିଷ୍ଟ୍ରେସନ ହୋଇଥିବ ଓ ଆଧାରରେ ଯେଉଁ ନାମ ଥିବ ଚାଷୀଙ୍କ ନାମ ତାହା ହୋଇଥିଲେ ତାଙ୍କୁ ଏହି ସହାୟତା ମିଳିବାର ନିୟମ ରହିଛି। ଯେଉଁ ଚାଷୀମାନେ ଯୋଗ୍ୟ ବିବେଚିତ ହୋଇପାରିନାହାନ୍ତି, ଯଦି ସେମାନେ କୃଷକ ପୋର୍ଟାଲରେ ଉପଯୁକ୍ତ କାଗଜପତ୍ର ଦାଖଲ କରି ରେଜିଷ୍ଟ୍ରେସନ କରିବେ ତେବେ ସେମାନେ ବି ସହାୟତା ପାଇବାକୁ ଯୋଗ୍ୟ ବିବେଚିତ ହୋଇପାରିବେ। ତେବେ ଗତ ଜୁନ 18 ତାରିଖ ସୁଦ୍ଧା ଯୋଗ୍ୟ ବିବେଚିତ ଚାଷୀଙ୍କୁ ସହାୟତା ମିଳିସାରିଛି। ପୁଣି ଅକ୍ଟୋବରରେ 18ତମ କିସ୍ତି ମିଳିବାର ସୂଚନା ରହିଛି। ସେତେବେଳକୁ ଚାଷୀ ସଂଖ୍ୟା ବୃଦ୍ଧି ପାଇବାର ଆଶା କରାଯାଉଛି। ସିଏମ୍ କିଷାନ ପୋର୍ଟାଲରେ ହିଁ ପିଏମ୍ ସମ୍ମାନ ନିଧି ପାଇଁ ଆବେଦନ କରିବାକୁ ହେବ ବୋଲି କୃଷି ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ତ ଚାଲନ୍ତୁ ଦେଖିବା ପରବର୍ତ୍ତୀ ଅପଡେଟ୍ କ'ଣ ରହିଛି। ଡେନମାର୍କର ପ୍ରଥମ ମଙ୍କିପକ୍ସ ଟିକାକୁ WHOର ମଞ୍ଜୁରୀ। ତ ଚାଲନ୍ତୁ ଦେଖିନେବା ସମ୍ପୂର୍ଣ୍ଣ ଅପଡେଟ୍ଟି କ'ଣ ରହିଛି। ପ୍ରଥମ ମଙ୍କିପକ୍ସ ଟିକାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମଞ୍ଜୁରୀ ମିଳିଯାଇଛି। ଡେନମାର୍କ ବାୟୋଟେକ୍ କମ୍ପାନୀ ବାଭେରିଆନ୍ ନର୍ଡିକର MVA-BN ମଙ୍କିପକ୍ସ ଟିକାକୁ ମଞ୍ଜୁରୀ ମିଳିଛି। ଏହି ଟିକାକୁ 4 ସପ୍ତାହ ବ୍ୟବଧାନରେ 18 ବର୍ଷ କିମ୍ବା ଊର୍ଦ୍ଧ୍ୱ ରୋଗୀଙ୍କୁ 2ଟି ଡୋଜ୍ ଦିଆଯିବ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହି ବିବୃତ୍ତିରେ କହିଛି ଯେ ପୂର୍ବରୁ ଦିଆଯାଇଥିବା MVA-BNର ଗୋଟିଏ ଡୋଜ୍ ଟିକା ପ୍ରାୟ 67% ପ୍ରଭାବଶାଳୀ ଦର୍ଶାଯାଇଥିଲା। ବର୍ତ୍ତମାନ ଦ୍ୱିତୀୟ ଡୋଜ୍ ଟିକା 82% ଫଳପ୍ରଦ ହେବ ବୋଲି ଆକଳନ କରାଯାଉଛି। ଏହା ଆମ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି WHOର ମହାନିର୍ଦ୍ଦେଶକ ଟେଡ୍ରସ୍ ଆଧାନମ କହିଛନ୍ତି। ଆଫ୍ରିକୀୟ ଦେଶଗୁଡ଼ିକରେ ବହୁଳ ଭାବେ ବ୍ୟାପିବାରେ ଲାଗିଛି ମାରାତ୍ମକ ମଙ୍କିପକ୍ସ। ଏହାକୁ ରୋକିବା ପାଇଁ WHO ଡେନମାର୍କର ବାୟୋଟେକ୍ କମ୍ପାନୀ ବାଭେରିଆନ୍ ନର୍ଡିକର MVA-BN ଏମ୍ପକ୍ସ ଟିକାକୁ ଶୁକ୍ରବାର ମଞ୍ଜୁରୀ ପ୍ରଦାନ କରିଛି। ଏହି ମଙ୍କିପକ୍ସ ନିରୋଧୀ ପ୍ରଥମ ଟିକା ଭାବେ WHOର ତାଲିକାରେ ସାମିଲ ହୋଇଛି। ତ ଚାଲନ୍ତୁ ଦେଖିବା ପରବର୍ତ୍ତୀ ଅପଡେଟ୍ କ'ଣ ରହିଛି। SBIରେ ପୂରଣ ହେବ ମ୍ୟାନେଜର ପଦବୀ, ଚାଲିଛି ଆବେଦନ। 1500ରୁ ଅଧିକ ପଦବୀ ଖାଲି। ତ ଚାଲନ୍ତୁ ଦେଖିନେବା ସମ୍ପୂର୍ଣ୍ଣ ଅପଡେଟ୍ଟି କ'ଣ ରହିଛି। ଏ ନିଯୁକ୍ତି ମାଧ୍ୟମରେ SBIରେ ଡେପୁଟି ମ୍ୟାନେଜର ଓ ଆସିଷ୍ଟାଣ୍ଟ ମ୍ୟାନେଜର ପଦବୀ ପୂରଣ କରାଯିବ। ଏନେଇ ଅନଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡ଼ିବ। ଏ ନିଯୁକ୍ତି ମାଧ୍ୟମରେ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଏନେଇ 1500ରୁ ଅଧିକ ପଦବୀ ପୂରଣ କରାଯିବ। ଯୋଗ୍ୟ ଆଗ୍ରହୀ ପ୍ରାର୍ଥୀମାନେ sbi.co.in କୁ ଯାଇ ଆବେଦନ କରିପାରିବେ ଏବଂ ଏହାର ସମ୍ପୂର୍ଣ୍ଣ ବିଜ୍ଞପ୍ତି ମଧ୍ୟ ଜାଣିପାରିବେ। ବିଭିନ୍ନ ବିଭାଗ ପାଇଁ ଶିକ୍ଷାଗତ ଯୋଗ୍ୟତା ଭିନ୍ନ ରଖାଯାଇଛି। ତେବେ ଅଧିକାଂଶ ପଦବୀ ପାଇଁ BE, BTech, MTech ଏବଂ MSc ରହିବା ଜରୁରୀ ଅଟେ। ବିସ୍ତୃତି ଜାଣିବା ପାଇଁ ଆପଣମାନେ ଏହାର ଅଫିସିଆଲ ୱେବସାଇଟକୁ ଭିଜିଟ୍ କରିପାରିବେ। ସର୍ବନିମ୍ନ 21 ବର୍ଷ ଏବଂ ସର୍ବାଧିକ 35 ବର୍ଷ ରଖାଯାଇଛି। ଡେପୁଟି ମ୍ୟାନେଜର ପାଇଁ 93,960 ଟଙ୍କା, ଆସିଷ୍ଟାଣ୍ଟ ମ୍ୟାନେଜର ପାଇଁ 85,920 ଟଙ୍କା ଦରମା ରଖାଯାଇଛି। ଅଧିକ ଜାଣିବା ପାଇଁ ଆପଣମାନେ ଅଫିସିଆଲ ୱେବସାଇଟକୁ ଭିଜିଟ୍ କରିପାରିବେ। ସାଧାରଣ ବର୍ଗ OBC EWS ପାଇଁ 750 ଟଙ୍କା ରଖାଯାଇଛି। SC ST PWD ପାଇଁ ଦେୟମୁକ୍ତ କରାଯାଇଛି। ଲିଖିତ ପରୀକ୍ଷା, ସାକ୍ଷାତକାର ଏବଂ ଡକୁମେଣ୍ଟ ଯାଞ୍ଚ ଅନୁସାରେ ଆପଣଙ୍କୁ ଚୟନ କରାଯିବ। ତ ଚାଲନ୍ତୁ ଦେଖିବା ପରବର୍ତ୍ତୀ ଅପଡେଟ୍ କ'ଣ ରହିଛି। 17 ତାରିଖରେ ଭୁବନେଶ୍ୱର BMC ଅଞ୍ଚଳର ସମସ୍ତ ସ୍କୁଲ କଲେଜ ଛୁଟି ଘୋଷଣା। ତ ଚାଲନ୍ତୁ ଦେଖିନେବା ସମ୍ପୂର୍ଣ୍ଣ ଅପଡେଟ୍ଟି କ'ଣ ରହିଛି। ଆସନ୍ତା 17 ତାରିଖରେ ଭୁବନେଶ୍ୱରଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ। ଏଥିପାଇଁ ଭୁବନେଶ୍ୱରରେ ବିପୁଳ ଜନସମାଗମ ହେବ। ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରର ସମସ୍ତ ସ୍କୁଲ କଲେଜଗୁଡ଼ିକୁ ସେଦିନ ସମ୍ପୂର୍ଣ୍ଣ ଛୁଟି ହେବା ସହିତ ସରକାରୀ କାର୍ଯ୍ୟାଳୟଗୁଡ଼ିକର ପ୍ରଥମାର୍ଦ୍ଧ ଛୁଟି ରହିବ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏ ସଂକ୍ରାନ୍ତରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତ ସାରାଦିନ ଏପରି ବଛା ବଛା ଏବଂ ଗୁରୁତ୍ୱପୂର୍ଣ୍ଣ ଖବର ଜାଣିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ରଖନ୍ତୁ ଏବଂ ଆମ ଭିଡ଼ିଓକୁ ଲାଇକ୍ କରିଦିଅନ୍ତୁ। ଧନ୍ୟବାଦ।